ପଶ୍ଚିମବଙ୍ଗରେ ବିଜେପିର ବାଜିମାତ, ଭଞ୍ଜନଗରରେ ଉତ୍ସାହ। ପଶ୍ଚିମବଙ୍ଗରେ 15 ବର୍ଷର ତୃଣମୂଳ କଂଗ୍ରେସକୁ ପରାଜିତ କରି ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ଦିନର ସରକାର ଉପରେ ଭରସା ତୁଟାଇ ନୂତନ ସରକାର ଗଠନ କରିବାକୁ ମନସ୍ଥ କରିଥିବା ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଅଧିକାଂଶ ରାଜ୍ୟ ବର୍ତ୍ତମାନ ବିଜେପି ଅଧୀନରେ ରହିଥିବା ବେଳେ ଗତ ଓଡ଼ିଶା ନିର୍ବାଚନରେ ମଧ୍ୟ 24 ବର୍ଷର ବିଜେଡି ସରकारକୁ ହରାଇ ବିଜେପି ସରକାର ଗଠନ କରିଛି। ସେହିଭଳି ଆଜି ଆଉ ଏକ ରାଜ୍ୟ ବିଜେପି ଅଧୀନକୁ ଆସିଥିବାରୁ ସାରା ଦେଶରେ ଆଜି ବିଜେପି କର୍ମୀମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି। ଭଞ୍ଜନଗରରେ ମଧ୍ୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ବିଜେପି ସମର୍ଥିତ କର୍ମୀମାନେ ଏକତ୍ରିତ ହୋଇ ବାଣ ଫୁଟାଇ ବିଜେପି ଜିନ୍ଦାବାଦ ଜୟଗାନ ଦେଇ ଉତ୍ସବ ପାଳନ କରିଥିଲେ। ବିଶେଷ ଆକର୍ଷଣ ରହିଥିଲା କି କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଝାଲମୁଢ଼ି କିଣି ଖାଇବା କୌତୂହଳରେ ସମସ୍ତ କର୍ମୀ ଝାଲମୁଢ଼ି ଲୋକମାନଙ୍କୁ ବଣ୍ଟନ କରିଥିଲେ। ବିଜୟ ଉତ୍ସବରେ ଭଞ୍ଜନଗର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର କର୍ମୀମାନେ ଏକତ୍ରିତ ହୋଇ ମିଠା ବଣ୍ଟନ କରିଥିଲେ। ସମସ୍ତ ସରପଞ୍ଚଙ୍କ ସହିତ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ଟିଆଡ଼ି, ସୁଧୀର ରଞ୍ଜନ ବେହେରା, ଧୀରେଶ ମହାନ୍ତି, ପ୍ରେମାନନ୍ଦ ତ୍ରିପାଠୀ, ସୁବାସ ପରାଡ, ଲକ୍ଷ୍ମୀ ପଣ୍ଡା, ସତୀଶ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ। ସନ୍ତୋଷ କୁମାର ତିଆଡ଼ି, ଭଞ୍ଜନଗର ଆଇନଜୀବୀ ଏବଂ ସକ୍ରିୟ କର୍ମକର୍ତ୍ତା ଭାରତୀୟ ଜନତା ପାର୍ଟି। ଦେଖନ୍ତୁ, ୱେଷ୍ଟବେଙ୍ଗଲରେ ପାଖାପାଖି 200 ସିଟ୍ରେ ଆମର ଆଜି ବିଜୟ ହେଲା ଏବଂ ଭାରତବର୍ଷ ଚାହୁଁଥିଲା ଯେ ପଶ୍ଚିମବଙ୍ଗରେ କିପରି ଦିଦିକି ହଟାଯିବ, କିନ୍ତୁ ତାର ପରିଣତି ଆଜି ଆପଣମାନେ ପାଇଲେ ଏବଂ ଆଜି ଯେଉଁ 5ଟି ରାଜ୍ୟରେ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି, ସେଠାରେ ପଣ୍ଡିଚେରୀରେ ଆମର ସରକାର ଥିଲା, ଆଜି ମଧ୍ୟ ସରକାର ଆସିଲା ଏବଂ ଆସାମରେ ମଧ୍ୟ ତୃତୀୟବାର ସରକାରରେ ଥିଲୁ, ବର୍ତ୍ତମାନ ତୃତୀୟବାର ସରକାରରେ ଆସିଲୁ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ବିଜୟ 200 ପାଖାପାଖି ସିଟ୍ରେ ବିଜୟ ହେଲା। ତେଣୁ 13-14 ମସିହାରେ ଯେତେବେଳେ ପଶ୍ଚିମବଙ୍ଗରେ ମାତ୍ର 7-8% ଭୋଟ ଥିଲା, ଆଜି ତାହା 45% ଭୋଟରେ ପରିଣତ ହୋଇ ପଶ୍ଚିମବଙ୍ଗରେ ଆମେ ସରକାର ଗଠନ କରିବା ପାଇଁ ଯାଉଛୁ। ମୋ ନାଁ ବିଷ୍ଣୁ ପ୍ରସାଦ ପ୍ରଧାନ, ଆଇନଜୀବୀ, ଭଞ୍ଜନଗର। ଆଜି ଦୀର୍ଘ 30 ବର୍ଷର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତିର ସରକାର ଆଜି ମୂଳୋତ୍ପାଟନ ହୋଇଛି। ସାରା ଭାରତ ବର୍ଷର ଲୋକ ଚାହୁଁଥିଲେ ମମତା ବାନାର୍ଜୀ କିପରି ହଟିବ। ସେ ଦୁର୍ନୀତି ବିଶେଷ ଭାବେ ହିନ୍ଦୁମାନଙ୍କ ପ୍ରତି ବେଶୀ ଦୁର୍ନୀତି କରୁଥିଲେ। ହିନ୍ଦୁମାନେ ସେଟା ହଣାକାଟ ସବୁଦିନେ ମର୍ଡର କରୁଥିଲେ। ହିନ୍ଦୁ ଦେଖିଲେ ମୁସଲିମ ଭାଇମାନଙ୍କୁ ସେମାନେ ବହୁତ ଆଶ୍ରୟ ଦେଉଥିଲେ। ହିନ୍ଦୁମାନେ ସେଟା ରହିବାଟା ବହୁତ କଷ୍ଟ ମନ କରୁଥିଲେ। ତେଣୁ ଆଜି ଠିକ୍ ନ୍ୟାୟ ଭୋଟ ହେଇଛି ମୋଦିଜୀଙ୍କର ଏବଂ ଅମିତ ଶାହଙ୍କର ନେତୃତ୍ୱରେ। ଭୋଟଟା ଫେର୍ ଭୋଟ ହେଲା। ତେଣୁ ଆଜି ଗଣତନ୍ତ୍ରର ଏଇଠି ବିଜୟ ହେଇଛି। ଆଜି ଏଇଠି ଆମର ଭାରତୀୟ ଜନତା ପାର୍ଟିର ବିଜୟ ହୋଇଛି। ଆଶା କରୁଛୁ ଆଗାମୀ ଦିନରେ ମଧ୍ୟ ଶାନ୍ତି ଶୃଙ୍ଖଳା ବଜାୟ ରହିବ ଏବଂ ୱେଷ୍ଟବେଙ୍ଗଲରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବ। ଭାରତୀୟ ଜନତା ପାର୍ଟିର এই যে 5টি রাজ্যের বর্তমান নির্বাচন হয়েছিল, 3টি রাজ্যের ভারতীয় জনতা পার্টির বিজয় হয়েছে। এই বিজয় গোটিয়ে দৃষ্টি ঐতিহাসিক হচ্ছে ভারতর গোটে রাজ্য, গোটে বিরাট রাজ্য, ওড়িশার 2 গুণ, ওড়িশার 2 গুণ থাকা গোটে রাজ্য পশ্চিমবঙ্গ। পশ্চিমবঙ্গ দিনে আমার বঙ্গ ভঙ্গ করি সি মুসলমান বহুল অঞ্চল করি সি পাকিস্তান রয়েছিল, তারপরে 71 সি সেইটা ভারতর রাজ্য লা, ভারতর দেশ অঞ্চল লা। সেটি মুসলমান সংখ্যা বড়ি যাওয়া ফଳରେ সেটা গোটে অলগা দেশ হয়ে গলা। ঠিক সেই ঢাঞ্চারে পশ্চিমবঙ্গের মুসলমান সংখ্যা বৃদ্ধি করি সেই রাজ্যকু ভারতর অলগা করা ষড়যন্ত্র চালিলা। আমার গণমাধ্যম মানক মধ্য সেই ইয়ে সমাচারকু প্রকাশ করা কাউকে সুযোগ দিয়া যাউনতিলা। भारतीय जनता पार्टी नेतृत्व में, नरेंद्र मोदी नेतृत्व में, स्ट्रंग नेतृत्व में सेठी आमर अर्धसामरिक सैन्य मान मुतयन करागला एवं समस्त को भयमुक्त निर्वाचन प्रतिश्रुति दिगला। निर्वाचन कमिशन एभली अभूतपूर्व
आयोजन करी समस्त को भयमुक्त भाव निजर मत सब्यस्त करने द्वारा आज से भारतीय जनता पार्टी विजय होती एक ऐतिहासिक विजय होती। जय श्री राम, भारत माता की जय। दक्षिणांचल स्वतंत्र प्रतिनिधि अमरेंद्र कुमार पट्टनायक रिपोर्ट ओडिशा टुडे।